ଯେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ପର୍ବ ନାଁରେ ତଳ ସ୍ତରରୁ ନେଇକରି ଉପସ୍ତର ପର୍ଯ୍ୟନ୍ତ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଦୀର୍ଘ 3 ମାସ ଧରି ଚାଲିଥିଲା। ଏ ଜିଲ୍ଲାରେ ବି ଚାଲିଥିଲା ଏବଂ ଆମେ ଏଇ ଭୁବନେଶ୍ୱର ଆସ୍କା ଜିଲ୍ଲାର ପ୍ରତ୍ୟେକ ବୁଥ ସଭାପତିର ନିର୍ବାଚନ, ତାପରେ ମଣ୍ଡଳ ସଭାପତିର ନିର୍ବାଚନ ସରିଲା ପରେ ଆଜି ଜିଲ୍ଲାର ସଭାପତି ନିର୍ବାଚନ ସରିଲା। ଆ ପୂର୍ବରୁ ନମିନେସନ ହେଇଥିଲା। ସମସ୍ତଙ୍କର ସହମତି ଉପରେ ଆଜି ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଆସ୍କା ଜିଲ୍ଲାର ସଭାପତି ହିସାବରେ ଆମର ବରିଷ୍ଠ ନେତା ବିଜୟ କୁମାର ସ୍ୱାଇଁଙ୍କୁ ସଭାପତି ହିସାବରେ ଘୋଷଣା କରିଛନ୍ତି। ଆଉ ଗୋଟିଏ ସବୁଠୁ ବଡ଼ କଥା ହେଲା ବିଜୟ ସ୍ୱାଇଁ ବୋଧେ ଓଡ଼ିଶାର ପ୍ରଥମ ସଭାପତି ହେବେ ଯିଏକି 2ଟି ଜିଲ୍ଲାରେ ସଭାପତି ହେଇଥିଲେ। ସେ ଆ ପୂର୍ବରୁ ଗଞ୍ଜାମ ଜିଲ୍ଲାର ସଭାପତି ବି ଥିଲେ, ତାପରେ ଏବେ ଏଇଠୁ ଥିଲେ ଏବଂ ଆ ପୂର୍ବରୁ ସେ କାର୍ଯ୍ୟକାରୀ ସଭାପତି ମଧ୍ୟ ତୁଲେଇକିରି ଆସୁଥିଲେ। ତ ଆମେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇବା, ସ୍ୱାଗତ କରିବା। ଆଗାମୀ ଦିନରେ ବିଜେପିର ରଣନୀତି କ'ଣ ରହିବ? ବିଜେପିର ରଣନୀତି ଗୋଟିଏ କଥା ଏବେ ହେଉଛି ଯେ ଗୋଟେ ପ୍ରକାର ସରକାରଙ୍କର ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ଭାରତୀୟ ଜନତା ପାର୍ଟିର ସଂଗଠନ ହେବ। ସଂଗଠନ ସେତୁ ସରକାର ଓ ଲୋକଙ୍କ ମଧ୍ୟରେ ଗୋଟେ ସେତୁ ହିସାବରେ କାର୍ଯ୍ୟ କରିବ ଏବଂ ତାଙ୍କ ସବୁ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚିବ। ଏମିତି କେହି ବି ବଞ୍ଚିତ ନ ରହିଯାଉ ସରକାରୀ ଯୋଜନାରୁ, ତାର ଦୃଷ୍ଟି ଭାରତୀୟ ଜନତା ପାର୍ଟିର ସଂଗଠନରେ ରଖିବ। ସମସ୍ତଙ୍କର ମୋ ପ୍ରତି ବିଶ୍ୱାସ ଆସ୍ଥା ଏସବୁ ଦୃଷ୍ଟିରୁ ମୋତେ ଭାରତୀୟ ଜନତା ପାର୍ଟିରୁ ଆଜି ଜିଲ୍ଲା ସଭାପତି ଭାବେ ନିର୍ବାଚିତ କରିଛନ୍ତି। ଆମ ଜିଲ୍ଲାର ସମସ୍ତ ସାଂସଦ ବିଧାୟକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ମୋତେ ସହଯୋଗ ଏବଂ ସହାନୁଭୂତି ଜଣାଇଛନ୍ତି ଏବଂ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ମଣ୍ଡଳ ପ୍ରତିନିଧି ସମସ୍ତଙ୍କର ମୋ ପ୍ରତି ସେ ସଦା ଆନ୍ତରିକତା ଥିବାରୁ ମୁଁ ସେମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଦେଖନ୍ତୁ, ଭାରତୀୟ ଜନତା ପାର୍ଟିର ରାଜ୍ୟରେ ସରକାର ହେଲା ପରେ ଯେଉଁ ଲୋକାଭିମୁଖୀ ସରକାର ଚାଲିଛି, ସରକାରର ଉଦ୍ଦେଶ୍ୟ ହେଲା ତଳ ସ୍ତରରେ ଜନସାଧାରଣଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ସହିତ ଗରିବ ଏବଂ ବିଭିନ୍ନ ପ୍ରକାର ଯେଉଁ ତଳ ସ୍ତରର ବ୍ୟକ୍ତି ତାଙ୍କୁ କେମିତି ଉଠାଯିବ ସେଥିପାଇଁ ସବୁ ଯୋଜନା ପ୍ରସ୍ତୁତ ହେଉଛି। ନୂଆକିରି ସରକାର ଚାଲିଛି। ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ଚାଷୀମାନଙ୍କର ବିଭିନ୍ନ ସମସ୍ୟା ହେଉ ସମସ୍ତ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଓ ସମସ୍ତ ସମସ୍ୟାକୁ ତଳ ସ୍ତରରୁ କିଭଳି ଭାବେ ଲୋକାଭିମୁଖୀ ହେଇପାରିବ ସେଥିପାଇଁ ସରକାର ଯୋଜନା କରୁଛନ୍ତି। ତେଣୁ ଭାରତୀୟ ଜନତା ପାର୍ଟିର ଯେଉଁ ବରିଷ୍ଠ ନେତା ବା କେନ୍ଦ୍ରୀୟ ନେତା ବା ରାଜ୍ୟ ନେତାମାନେ ଆମକୁ ବିଶ୍ୱାସର ସହିତ ଜିଲ୍ଲା ସଭାପତି ଭାବେ ଘୋଷଣା କରିଛନ୍ତି। ତାକୁ ଆମେ ସମ୍ମାନ ଜଣାଇ ତୃଣମୂଳ ସ୍ତରରୁ ବୁଥ ସ୍ତରରେ ଆମେ ସଂଗଠନକୁ ମଜବୁତ କରିବୁ। ବୁଥ ସ୍ତରରେ ଯେଉଁ ସମସ୍ୟା ରହିଛି ସମସ୍ୟାକୁ ସମାଧାନ କରିବା ପାଇଁ ଏବଂ ବିଭିନ୍ନ ଜାଗାରେ ଯେଉଁ ଅଶିକ୍ଷିତ ଅର୍ଦ୍ଧଶିକ୍ଷିତ ମା ଭଉଣୀମାନେ ଅଛନ୍ତି ତାଙ୍କୁ ସଚେତନ କରାଇବୁ ଏବଂ ସମସ୍ତ ପ୍ରକାର ଉଦ୍ୟମ କରି ଆମେ ସଂଗଠନକୁ ମଜବୁତ କରିବୁ। ଉପର ଲେଭେଲରେ ନୁହଁ, ତଳ ଲେଭେଲରୁ ସଂଗଠନ ମଜବୁତ ହେବ। ତାହେଲେ ଆଗାମୀ ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ଆମେ ବିପୁଳ ସଂଖ୍ୟାରେ ସମସ୍ତ ଜାଗାରେ ଆମେ ଯେଉଁ ପ୍ରାର୍ଥୀ ଦେବୁ ବିଜୟୀ କରାଉ। ଶାମଳୀ ପୀଠରେ ଆସ୍କା ଅଞ୍ଚଳର ସଂଗଠନ ପର୍ବରେ ଆଜି DRO ତଥା ଗଞ୍ଜାମ ଜିଲ୍ଲାର ନୂତନ ସଭାପତି ସରୋଜ ସାବତ ଆଜି ନାଁ ଘୋଷଣା କରିଛନ୍ତି ବିଜୟ ସ୍ୱାଇଁଙ୍କର। ବିଜୟ ସ୍ୱାଇଁ ଜଣେ ପୁରୁଖା ନେତା। ଆଜି ଏ ଅବସରରେ ଏତିକି କହିବି, ଗଞ୍ଜାମ ଜିଲ୍ଲାକୁ ଭାରତୀୟ ଜନତା ପାର୍ଟି 3 ଭାଗରେ ବିଭକ୍ତ କରିଛନ୍ତି। ଭୁବନେଶ୍ୱର, ଆସ୍କା, ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲା। এই 3ଟି ନୀଳମାଧବ ପାତ୍ର ଭୁବନେଶ୍ୱର ଜିଲ୍ଲାର, ଆସ୍କାର ବିଜୟ ଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ଗଞ୍ଜାମରେ ସରୋଜ ସାବତ। এই যে 3 ଜଣଙ୍କ ହାତରେ ଭାର ଦିଆଯାଇଛି, ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାକୁ ଗୋଟେ ଦୁର୍ଗ ହିସାବରେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀଙ୍କର ମେ 6 ଗସ୍ତ ପରେ ଓଡ଼ିଶାରେ ଗୋଟେ ବିପୁଳ ସଫଳତା ଆସିବା ପରେ ଆଉ ସରକାରଙ୍କର ଯେଉଁ ନୂଆ ଯୋଜନା ଆଉ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ତଥା ସଂଗଠନରେ କର୍ମକର୍ତ୍ତା କର୍ମୀ ଆଉ ଜନସାଧାରଣଙ୍କୁ ଏକତ୍ରିତ କରି ଆଗକୁ ବଢ଼ିବା ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପ ନେଇଛି। ଆଉ ଗଞ୍ଜାମ ଜିଲ୍ଲା ଏକ ଗୋଟେ ଏନ୍ତୁଡ଼ି ଶାଳର ଖେଳ ଯୋଉଟା ଯୋଉ କୁହାଯାଏ, ଗଞ୍ଜାମ ଜିଲ୍ଲା ଡେଭଲପମେଣ୍ଟ ହଉ, ଆମର ଅର୍ଗାନାଇଜେସନ ସ୍କିଲ୍ସ ହଉ, ଆମର ପରଫରମାନ୍ସ ହଉ, ଗଞ୍ଜାମ ଜିଲ୍ଲା ଏକ ଏକ୍ସାମ୍ପଲ ହେଇ ରହିବ। ନିଶ୍ଚୟ ଆମର ଯଦି ଆମେ 2024 ନିର୍ବାଚନକୁ ପରିପ୍ରେକ୍ଷୀରେ ଆମେ ଆଲୋଚନା କରିବା, 2024 ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ଆମର 13ଟି ବିଧାୟକରୁ 11ଟି ବିଧାୟକ ଦେଇଛନ୍ତି ଭାରତୀୟ ଜନତା ପାର୍ଟି ଲୋକ ସମର୍ଥନ ଦେଇଛନ୍ତି। କର୍ମକର୍ତ୍ତା ମାନଙ୍କ ଅକୁଣ୍ଠ ପରିଶ୍ରମ, ତାଙ୍କ ଅବଦାନ ଭୁଲି ହେବ ନାହିଁ। ଦ୍ୱିତୀୟ କଥା, ଆମର 2ଟି MP ବି ଦେଇଛନ୍ତି।
तथा आमर पंचायत भंजन 3टी एमपी भी देइछन्ति तथा आमर पंचायत इलेक्शन और अर्बन इलेक्शन कि कोऑपरेटिव इलेक्शन आसीबो सबु आगे इलेक्शन रे आमर दलीय कर्मकर्ता जो उत्साह अच्छी बढ़ी सरकार कार्यक्रम आ विधायक दल सरकार माने जो माने कर्मकर्ता मान उभय जनसाधारण पाखे पहुँचले आम निश्चय सफलतार सहित आसंता निर्वाचन जो आसुवा निर्वाचन को भलरे लड़िबा आगामी दिन में गंजाम दुर्ग करवा।